ଗ୍ରିଲ୍ ତାଡ଼ି ଘରୁ ଅଳଙ୍କାର ସମେତ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ଶିମୁଳିଆ ଥାନା ଅଧୀନ ବରୀ ଗାଁର ଗତକାଲି ରାତିରେ ବଳରାମ ସାହୁଙ୍କ ଘରର ଗ୍ରିଲ୍ ତାଡ଼ି ଘରେ ଥିବା ସୁନା ରୂପା ଅଳଙ୍କାର ସମେତ ନଗଦ 40,000 ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଶିମୁଳିଆ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ବଳରାମଙ୍କ ସମେତ ତାଙ୍କ ପରିବାର ଲୋକେ ବଜାରକୁ ଯାଇଥିବା ସମୟରେ ଦୁର୍ବୃତ୍ତମାନେ ଗ୍ରିଲ୍ ତାଡ଼ି ଘରେ ଥିବା ସବୁ ସୁନା ଓ ରୂପା ଅଳଙ୍କାର ସହିତ ନଗଦ 40,000 ଟଙ୍କା ଏବଂ କିଛି ଦରକାରୀ କାଗଜପତ୍ର ମଧ୍ୟ ଦୁର୍ବୃତ୍ତମାନେ ନେଇଯାଇଥିଲେ। ଏନେଇ ପରିବାର ଲୋକେ ଶିମୁଳିଆ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ମୋ ନାଁ ହେଉଛି ମାଳତୀ ଲତା ବେହେରା। ଆମ ଘର ହେଉଛି ବରୀ। ମୁଁ 6 ନମ୍ବର ୱାର୍ଡ ମେମ୍ବର। କାଲି ରାତି 7ଟା 7:30 ସମୟରେ ଆସିକି ଘରେ ନଥିନୁ, ଛୁଟିଆ ଦୋକାନ। ଆଉ ମୁଁ ଛୁଆଙ୍କୁ ନେଇକି ସେଠି ଥିନି, ଘରେ ସିଏ ନଥିଲେ, ମାର୍କଣା ଯାଇଥିଲେ। 7ଟାରୁ 7:30 ସମୟରେ ଆସିକି ଘର ଚୋରି କରୁଛନ୍ତି। ଗ୍ରିଲ୍ ଭାଙ୍ଗିଛନ୍ତି, କବାଟ, ଟ୍ରଙ୍କ, ଆଲଣା ଆଉ ସବୁ ଭାଙ୍ଗିଛନ୍ତି। ଭାଙ୍ଗିକି ରୂପା ସୁନା ପଇସା ନେଇକି ପଳେଇ ଯାଇଛନ୍ତି। ଆଉ ପୁଲିସ ତ କୌଣସି ପଦକ୍ଷେପ ନେଉନାହାନ୍ତି କି କୌଣସି ପ୍ରକାର ଗୋଟେ କିଛି ଡିସିସନ୍ ନେଉନାହାନ୍ତି। ଏଇରମ ବାରମ୍ବାର ଚୋରି ହେଉଛି କି ପେଟ୍ରୋଲିଂ ଗାଡ଼ି ଗୋଟେ ସନ୍ଧ୍ୟାବେଳେ କିଛି ବୁଲୁନାହିଁ, କୌଣସି ରିକ୍ସ ଗୋଟେ ଥାନାବାଲା ନେଉନାହାନ୍ତି। କେମିତି ଚଳିମୁ? କାଲି ସନ୍ଧ୍ୟାରେ 7ଟାରୁ 7:30 ଭିତରେ ମୋ ଘରେ ଦୁର୍ବୃତ୍ତମାନେ ଆସି ଚୋରି କରି ନେଇଯାଇଛନ୍ତି। ନଗଦ 40,000 ଟଙ୍କା, କାନଫୁଲ ଆଉ ପାଉଁଜି। ଆଉ ମୋର ଛୋଟ ଦୋକାନଟେ ଅଛି, ମୁଁ ତାରି ଉପରେ ଜୀବିକା ନିର୍ବାହ କରିକି ଚଳେ। ସେ ମାର୍କେଟିଂ କରିବା ପାଇଁ ମୁଁ ପଇସା ଆଣି ରଖିଥିଲି ଘରେ, ସେଇ ସମୟରେ ଆସି ସେମାନେ ନେଇଯାଇଛନ୍ତି। ଆଉ ସନ୍ଧ୍ୟା 7ଟାରୁ 7:30 ଭିତରେ। ଆଉ ଏଇ ସମୟ ଭିତରେ ଆମେ ଦୋକାନରେ ଥିଲୁ। ୟା ପୂର୍ବରୁ ଥରେ ଆଟାକ୍ କରିଦେବା ଚେଷ୍ଟା କରିଥିଲେ, କିନ୍ତୁ ମୋ ଘରେ 2ଟା କୁକୁର ଥିଲେ ବୋଲି ତାକୁ ସେ କୁକୁରକୁ ହାଣିକି ପଳେଇ ଯାଇଥିଲେ, କିନ୍ତୁ ସେଥର ବିଫଳ ହେବାରୁ ପୁଣି ଏବେ ଆସିକି ଆଟାକ୍ କରିକି ନେଇକି ଯାଇଛନ୍ତି ଜିନିଷ ସବୁ। ଥାନାରେ ବିଚଳିତ ଅବସ୍ଥାରେ, ମୋର ଛୋଟ ପରିବାର, ମୋର ଆଉ ଛୋଟ ବିଜନେସ୍, ସେଥିରେ ମୁଁ 40,000 ଟଙ୍କା ଯେତେବେଳେ ମୋର ଏଇ ଅବସ୍ଥା ଆଣେ, ମୋତେ କାଲି ପାଖରୁ ଜ୍ୱର ପ୍ରବଳ। ମୁଁ ଥାନାକୁ ତଥାପି ଆମର ସରପଞ୍ଚ ସାର୍ଙ୍କୁ ଅନୁରୋଧ କରିଥିଲି, ସେମାନେ ଥାନାବାଲାଙ୍କୁ ଡକେଇଥିଲେ। ସେମାନେ ଆସି ବୁଲି ପଡ଼ି କହିଲେ କି ୟାର ରେଜଲ୍ଟ ହେଉଛି 0। ଆମେ କେମିତି ଚଳିବୁ, କେମିତି କାହା ଉପରେ ଭରସା କରି ରହିବୁ? ଘରଦ୍ୱାର ସଂସାର କରିକି ସନ୍ଧ୍ୟା 7ଟା ମାନେ କେଉଁ ବିଳମ୍ବିତ ରାତ୍ର ନୁହଁ। ସନ୍ଧ୍ୟା ଟାଇମ୍ରେ ସେଇଭଳି ବଡ଼ ବଡ଼ କେସ୍, ଏଭଳି ବରୀ ଭିତରେ 8ଟା 10ଟା କେସ୍ ହେଇଗଲାଣି। ମୋର ଗୋଟେ ପିଇସି ଝିଅ ଭଉଣୀ ସୁକାନ୍ତି ସାହୁକୁ ବିଗତ କିଛି ଦିନ ତଳେ ମାରି ଦେଇଥିଲେ ଏଇଭଳି ଦୁର୍ବୃତ୍ତ। ପୁଣି ଏଇଭଳି କଣ୍ଟିନ୍ୟୁ ଏଇ କେସ୍ ଗୁଡ଼ାକ ଚାଲିଛି, କିନ୍ତୁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।